ଝାରଖଣ୍ଡରେ ମୁଁ ଚାରିଟେବଲ୍ ଟ୍ରଷ୍ଟର ସଭାରେ ଆସି ପହଞ୍ଚିଛି। ଆପଣମାନେ ସମସ୍ତ ଜ୍ଞାନୀ ଗୁଣୀ ସଜ୍ଜନ ବ୍ୟକ୍ତିତ୍ୱ ମଞ୍ଚ ତଳେ ଆପଣମାନେ ବସିଛନ୍ତି। ବହୁତ ଭଲ କଥା। ଆଜି ଗୋଟେ ଏତେ ଜ୍ଞାନୀ ଗୁଣୀ ଲୋକଙ୍କ ସମ୍ମୁଖରେ ଛିଡ଼ା ହୋଇ କହିବା ମୋର ବ୍ୟକ୍ତିତ୍ୱରେ ମୁଁ ଯେ ତାକୁ କିଛି ଫରକ ଭାବୁଛି। ମଞ୍ଚ ଉପରେ ବସିଥିବା ଆପଣଙ୍କର ପ୍ରସେନଜିତ ମହାନ୍ତି ଏବଂ ଡକ୍ଟର ନିରଞ୍ଜନ ତ୍ରିପାଠୀ ଏବଂ ମୋର ବଡ଼ ଭାଇ ପ୍ରଭାକର ସ୍ୱାଇଁ ଏବଂ ପ୍ରଫେସର ଡକ୍ଟର ସୁଲୋଚନା ଦେବୀ ବିଶିଷ୍ଟ ସାହିତ୍ୟିକ, ତାଙ୍କ ବିଷୟରେ ମୁଁ ତଳେ ଟିକେ ସମୟ ଭିତରେ ମୋର ଆଲୋଚନା ଥିଲା ସତ୍ୟବାଦୀର ଆନୁଷ୍ଠାନିକ ଫଙ୍କସନ୍ ବିଷୟରେ। ଆଜି ବହୁତ ବଡ଼ କଥା। ମୋ ବାବା ସବୁବେଳେ କୁହନ୍ତି ଡାକ୍ତରମାନେ ହେଉଛନ୍ତି ଏ ମାଟିର ଏ ମହିତଳର ଦ୍ୱିତୀୟ ଭଗବାନ। କାରଣ ଆମ ଦେହରେ ଯେତେବେଳେ ରୋଗ ଆସେ ବା କୌଣସି ଅସୁସ୍ଥତା ଆମେ ଅନୁଭବ କରେ ଆମେ ଡାକ୍ତରଙ୍କ ପାଖକୁ ଯାଆନ୍ତି। ନମ୍ବର ଅନୁସାରେ ଚିଠା ପକାଇଦେଲା ପରେ ଆମେ ଅପେକ୍ଷା କରୁ। ମନ୍ଦିରରେ ଦ୍ୱାର ଖୋଲିଲେ ଭଗବାନଙ୍କୁ ଦେଖିବା ପାଇଁ ଏବଂ ଆଳତୀ ହେଲା ପରେ ଭଗବାନଙ୍କୁ ଦର୍ଶନ କରିବା ପାଇଁ ଆମେ ଯେଭଳି ଅପେକ୍ଷା କରିଥାଉ ସେଭଳି ଡାକ୍ତରଙ୍କୁ ମଧ୍ୟ ଆମେ ଅପେକ୍ଷା କରୁ। ସେଥିପାଇଁ ମୋ ବାପା କହନ୍ତି ଡାକ୍ତର ହେଉଛନ୍ତି ଦ୍ୱିତୀୟ ଭଗବାନ। ରୋଗ ବହୁତ ସମୟରେ ଭଲ ହେଇଯାଏ ଡାକ୍ତର ଯଦି ଆମ ସହିତ କିଛି ମିଠା ମିଠା କଥା ହୁଅନ୍ତି ଏବଂ ଭଲ ଭାବେ ଆମ ରୋଗର ନିରୀକ୍ଷଣ କରି ଆମକୁ ପଚାରି ବୁଝନ୍ତି। ସେ ସମୟରେ ଆମର ବହୁତ ରୋଗ ଭଲ ହେଇଯାଇଥାଏ। ଆଜି ଗୋଟେ ବହୁତ ପବିତ୍ର ଦିନ, ଯେଉଁ ଦିନରେ କି ସ୍ୱର୍ଗତ ବିଷ୍ଣୁପ୍ରିୟା ମ୍ୟାଡ଼ାମଙ୍କର ଜନ୍ମ ହୋଇଥିଲା ଏ ଦୋଳ ଉତ୍ସବ ସମୟରେ। ଏ ଦୋଳ ଉତ୍ସବ ସମୟରେ ମ୍ୟାଡ଼ାମଙ୍କର ମାଟିରେ ଅବତରଣ କରିବା ଗୋଟେ ମହାନ ବ୍ୟକ୍ତିତ୍ୱର ପରିଚୟ। କାରଣ ଏ ସମୟଟି ଭାରତ ପାଇଁ ଗୋଟେ ପବିତ୍ର ଦିନର ସମୟ ଥିଲା। ବହୁତ ଜାଗାରେ ବହୁତ ସେବା ଦେଇଛନ୍ତି। ଡାକ୍ତରମାନେ ଯେତେବେଳେ ଡାକ୍ତର ପଢ଼ନ୍ତି ସେତେବେଳେ ନିଜର ଚଏସ୍ ଥାଏ ସର୍ଜରୀ ଡିପାର୍ଟମେଣ୍ଟରେ କାମ କରିବା, ସର୍ଜରୀର ପରବର୍ତ୍ତୀ ସମୟରେ ହାର୍ଟ ଆଣ୍ଡ କାର୍ଡ଼ିଓଲୋଜି କାର୍ଡ଼ିଓଥୋରାସିକ୍ ସର୍ଜରୀରେ କାମ କରିବା, ମେଡ଼ିସିନ ପରେ କାର୍ଡ଼ିଆକ୍ ଡିପାର୍ଟମେଣ୍ଟରେ କାମ କରିବା କିମ୍ବା ଏଣ୍ଡୋକ୍ରିନୋଲୋଜି ଡିପାର୍ଟମେଣ୍ଟରେ କାମ କରିବା। କାରଣ ବହୁତ ଲୋକ ମୁଁ ଦେଖିଛି 50,000ରୁ ଉର୍ଦ୍ଧ୍ୱ ଡାକ୍ତରଙ୍କର ଆର୍ଥିକ ପ୍ରଲୋଭନ ଥାଏ। ଯେଉଁମାନଙ୍କର ଏ ଭିତରେ ପ୍ରଲୋଭନ ନଥାଏ ସେଭଳି ହେଉଛନ୍ତି ମ୍ୟାଡ଼ାମ ବିଷ୍ଣୁପ୍ରିୟା ଦେବୀ। କାରଣ ସାହାଯ୍ୟ କହୁଥିଲେ ଆମର ସୋଆ ୟୁନିଭର୍ସିଟିର କୁଳପତି ସ୍କିନ୍ ଆଣ୍ଡ ଡର୍ମାଟୋଲୋଜିରେ ପାଠ ପଢ଼ିବା ଏବଂ ଲୋକଙ୍କୁ ସେବା କରିବା ସେଟା ଗୋଟେ ବଡ଼ ମାନେ ବୃହତ୍ ଜିନିଷ। କିଏ ବା ଇଚ୍ଛା କରିବ ସ୍କିନ୍ ଆଣ୍ଡ ଭାଇରାଲ ଡିଜିଜ୍ରେ ପାଠ ପଢ଼ି ଲୋକମାନଙ୍କର ସେବା କରିବା, କୁଷ୍ଠରୋଗୀଙ୍କୁ ହାତରେ ଗ୍ଲୋଭ୍ସ ପିନ୍ଧି ଦେଖିବା, ତାଙ୍କର ଅଙ୍ଗକୁ ସ୍ପର୍ଶ କରିବା। ମୁଁ ଦେଖିଲି କୌଣସି ସ୍କିନ୍ ଡକ୍ଟର ଗ୍ଲୋଭ୍ସ ପିନ୍ଧିବା, କିନ୍ତୁ ସର୍ଜରୀରେ ଯେଉଁମାନେ ସେମାନଙ୍କୁ ଇଏ କରନ୍ତି, ସଫା କରନ୍ତି, ଡ୍ରେସିଂ କରନ୍ତି ସେ ସମୟରେ ଗ୍ଲୋଭ୍ସ ପିନ୍ଧନ୍ତି। କିନ୍ତୁ ଡକ୍ଟର ଦେଖିବା ସମୟରେ ଯେଉଁ ତୁଳାକୁ ଗୁଡ଼େଇ ସ୍କିନ୍ରେ ସ୍ପର୍ଶ କରିଥାନ୍ତି ସେମାନେ ଖାଲି ହାତରେ କରନ୍ତି। ସେଟା ବଡ଼ ବହୁତ ବୀରତ୍ୱର କାମ ଜୀବନର। ସେ ସମୟରେ ମୁଁ ଅନେକ ମେଡ଼ିକାଲ କଲେଜରେ ଦେଖିଛି ଡକ୍ଟରମାନଙ୍କୁ ବହୁତ ଖୁସିର ସହିତ ଜୀବନକୁ ବିତାନ୍ତି ଏବଂ ରୋଗୀ ସେବା କରନ୍ତି। ଆଜି ପବିତ୍ର ଦିବସ ହେଉଛି ରାଧାକୃଷ୍ଣଙ୍କର ସମର୍ପିତ ଦୋଳ ପର୍ବ ଦିବସ। ଆମେ ପ୍ରଥମେ
राधाकृष्ण पाद तले दीप लगे आनुष्ठानिक भाव फंक्शन को उद्घाटन कर जानते राधाकृष्ण व्यक्तित्व एवं प्रेम भाषार परिवेश कृष्ण कारागार जन्म हवा पूर्व राधा बर्षण जन्म हो जाते किंतु अंधत्व थे कृष्ण जो जन्म हेले राधा आखि परिस्फुट से देखा पृथ्वी को पाई एभली भाव झलक विष्णुप्रिया देवी आमको दे जाइए आम मन पकाउे एवं कन्या अर्पिता प्रियदर्शिनी आप गोचर लिखिं माँ महिषी काम और माँ को से केते भल पाती माँ सरल निष्पाप जीवन को से भितर कलम स्थान देते से कागज उपर लिखिं शाग पखाड़ जीवन शाग पिज खाइले माँ जो भाव सन्तुष्ट होती जीवन को सरल और निष्पाप भाव आग को बढ़ावा गोटे महान व्यक्तित्व आपको स्टूडेंट शुणी कि भाव सरल प्रोफेसर थिले से लोक सेवा कर पृथ्वी बहु जगार से सुप्रसिद्ध थिले से स्किल एंड डिपार्टमेंट काम कर तो विशेष परिचित नी कारण निरंजन त्रिपाठी महोदय जो दिन मत डाकी सभा को आसवाई मुझे हाँ बोली सार को समय देती नहीं सार निश्चय आसवि मुझे सका बालेश्वर जाइली इन्वेस्टिगेशन रे सार कथा बारंबार मन पकड़ी आंदोलित कर पहुंची कहीं कथा मत आसी पहुँचा पड़ो से समय सार के देखी नी किंतु ठौर जापी ये हूँ सार निरंजन त्रिपाठी कारण जस्टिस मानव न्यायाधीश आसवा समय मुझे पहुँची से समय मुझे इंट्रोड्यूस होती सार मुझे राजेंद्र कुमार जेना मुझे आपंकर सभा पहुँची आज आपण मान सहित ये मंच उपर बस सम्मानित होते मत बहुत खुशी लगी डॉक्टर मान गहन जीवन किसी मुहूर्त कटेवा गोटे बहुत समय ये समय को मत सब भल लगे कारण मोर अनेक सांग मुझे +2 साइंस पढ़ुली कलिकट कॉलेज मोर से समय द्वितीय वर्ष पर मोर 40 जन सांग डॉक्टर पाई केवल मो व्यतीत तार परवर्ती समय मु डॉक्टर पाइली बोली आर्ट्स विभाग को कला विभाग को मोर पाठ चेंज कर देती कॉलेज मु आर्ट्स स्टूडेंट पीजी कर ब्रह्मपुर विश्वविद्यालय तार परवर्ती समय मु लोक सेवा निजक जीवन को उत्सर्गित कर सुदूर मालकानगिरी बहुत काम कर पहाड़ उपरे से जो अवांतर जंगल भितर देखा एवं पंडा आदिवासी मन सहित काम करने मो जीवन गोटे प्रयास थिला एवं श्रेष्ठ भूमिका थिला मुझे देखी देखी ना कारण मालकानगिरी से भैरवपुर पंडा आदिवासी इगुलु भली घर से घर भितर से जीवन यापन करवा एवं वस्त्र विहीन जीवन एवं जीवन यापन कर देखिले आश्चर्य हे जे आमर ओडिशा रे एभली भाव लोक अच्छा सरकार प्रोत्साहन पहुँची पारुनी सरकार से रास्ता खंडे भी देना आजिकल आदिवासी उन्नयन संस्था जो मैंने देखते से किसी केंद्र सरकार प्रोत्साहन आसला किसी रास्ता घाट और किसी आलोकीकरण हो स्कूल आज बंडा आदिवासी गोटे झील डॉक्टर भी पाई MBBS कर इंजीनियरिंग बंडा आदिवासी झील मुझे अंचल काम कर लोक बहुत प्रोत्साहन देती स्कूल चलुची लोकसभा मंडल अनेक स्कूल एवं शिक्षा स्कॉलरशिप दि जाऊँ समाज एभली गोटे संस्था आपने जानते गोपबंधु इच्छापत्र प्रकार समाज सिंहभाव को आम लोक गरीब और निष्पेषित जनता सेवार अर्थ को लगाऊ सब राजा महाराजा द्वारा एत लोक भिड़ न देखते समाज सका मेन गेट खोलला लोक मान सहायता पाइबा बहुत भिड़ जमे गरीब निष्पेषित जनता
ସେବାରେ ସମାଜର ପ୍ରତ୍ୟେକ ସିଂହଭାଗକୁ ଆମେ ଅର୍ଥ ନିୟୋଜନ କରୁ, କାରଣ ସମାଜରେ କୌଣସି ମାଲିକ ନାହାନ୍ତି। ସମାଜ ହେଉଛି ଗୋଟେ ଟ୍ରଷ୍ଟି, ଯୋଉଟାକି ଲୋକସେବକ ମଣ୍ଡଳ। ସେ ଲୋକସେବକ ମଣ୍ଡଳ ହେଉଛି ଲାଲା ଲାଜପତ ରାୟଙ୍କ ଦ୍ୱାରା ଗଠିତ ଏ ସଂସ୍ଥା, ଯାହାକୁ କି ଗୋପବନ୍ଧୁ ପରବର୍ତ୍ତୀ ସମୟରେ ଲୋକସେବକ ମଣ୍ଡଳକୁ ପ୍ରଦାନ କରିଥିଲେ ତାଙ୍କର ମାନସ୍କୃତ ସମାଜକୁ। ମୁଁ ଏତିକି ମୋର ବକ୍ତବ୍ୟ ଶେଷ କରୁଛି, କାରଣ ମୋତେ ସମୟ ଅବଧି ଦିଆଯାଇଛି ଅଳ୍ପ ସ୍ୱଳ୍ପ ସମୟ କହିବା ପାଇଁ। ମୁଁ ଆପଣମାନଙ୍କୁ ଏତିକି କହି ବିଦାୟ ନେଉଛି। ନମସ୍କାର, ଜୟ ହିନ୍ଦ।